तो हाय फ्रेंड्स, गुड मॉर्निंग ऑल ऑफ यू। आशा करছি ଆପଣମାନେ ସମସ୍ତେ ଭଲ ଥିବେ। ତ ଆଜି ସକାଳୁ ସକାଳୁ ମୁଁ ବାଡ଼ିଆଡ଼େ ଆସେ ତ ଦେଖେ ତ ଏଇଠି ଆମର ପୋଖରୀରେ ଜାଲ ପକା ଚାଲିଛି। ତ ଏଇଠି ଆମର ସମସ୍ତେ ମେମ୍ବର ଯେତିକି ସମସ୍ତେ ତ ପଳେଇ ଆସିଛନ୍ତି ପୋଖରୀରେ ମାଛ ଧରା ହେଉଛି। ମାଛ ଧରା ଦେଖିବାକୁ ଦେଖନ୍ତୁ, ମାଛ ଧରି ସାରିଲା ପରେ ଏଇଠି ଜାଲ ଟଣା ହେଉଛି। ଦୁଇ ଜଣ ଦୁଇ ସାଇଡ଼ରେ ରହିକି ଜାଲକୁ ଟାଣି ଟାଣି ନେଉଛନ୍ତି। ତ ଏଇଠି ଗୋଡ଼ ପାଉନଥିବ ପାଣି ଭିତରେ, ସେମାନେ ପହଁରି ପହଁରି ଜାଲ ରାନ୍ଧନ୍ତି। ଆଉ ଅନ୍ୟମାନେ ଏଇଠି ଦେଖନ୍ତୁ, ଏଠି ଦର୍ଶକମାନେ ଆମର ବସିକି ଦେଖୁଛନ୍ତି। ଆଉ ସେପଟେ ଆମର ଜାଲ ଟଣା ମଧ୍ୟ ଚାଲିଛି। ଆପଣମାନେ ଯେ ଭିଡ଼ିଓ ଦେଖିକି ଜାଣିପାରୁଥିବେ ସେମାନେ ପହଁରି ପହଁରି ଜାଲ ଟାଣୁଛନ୍ତି, କାରଣ ଗୋଡ଼ ତଳକୁ ପାଉନଥିବ। ତ ଏଇଠି ସମସ୍ତେ ବସିଯାଇଛନ୍ତି। ଆଉ ଇଏ ଆମର ସବୁବେଳେ ମଜା କରେ ଆଉ କମେଡ଼ି ମଧ୍ୟ କରୁଛି, ଆପଣମାନେ ଦେଖିପାରୁଥିବେ। ତ ମୁଁ ଯାଇକି ତାକୁ ଦେଖଉଥିଲି କି ତୁ କ'ଣ କହୁଛୁ, ଭଲସେ ଟିକେ କ୍ୟାମେରା ପାଖରେ କହ। ତ ଟାଣି ସାରିଲା ପରେ ଏବେ ଆମର ଜାଲ ଉଠା ଚାଲିଲା। ତ ଜାଲ ଉଠା ସାରିଲା ପରେ ଆପଣମାନେ ଦେଖିବେ କେତେ ସାରା ମାଛ ପଡ଼ିଛନ୍ତି କି ନାହିଁ। ଆପଣମାନେ କ'ଣ ଭାବୁଛନ୍ତି, ପଡ଼ିଛନ୍ତି? ତ ଚାଲନ୍ତୁ ଦେଖିବା, ଭିଡ଼ିଓରେ କଣ୍ଟିନ୍ୟୁ ରୁହନ୍ତୁ, ଆପଣମାନେ ଜାଣିପାରିବେ ଜାଲରେ ମାଛ ପଡ଼ିଛି କି ନାହିଁ। ତ ଚାଲନ୍ତୁ ଏବେ ଆମର ଜାଲ ଉଠା ହେଇକି ଆସୁ, ତ ଦେଖିବା ତାପରେ କେତେବେଳେ ଆସିବ। ଆସିଗଲେ ଏବେ ମାଛ, ଚାଲ ଉପରକୁ ନେଇ ଆସ, ଦେଖିବା କେତେ ସାରା ମାଛ ପଡ଼ିଛନ୍ତି। ୱାଓ, ଏତେ ସାରା ବାହାଲ ମାଛ ପଡ଼ିଛନ୍ତି। ଉପରକୁ ନେଇ ଆସ ଟେକିକି। ଏଠି ଗୋଟେ ରୋହି ମାଛ। ତ ଏଇଠି ନେଇ ଆସିଲେ ଆମର ଜାଲକୁ ଟିକେ ଟିକିଆ। ଚାଲନ୍ତୁ ଦେଖିବା କେତେ ସାରା ମାଛ ପଡ଼ିଛନ୍ତି ଜାଲରେ, ଆଉ କି ମାଛ ପଡ଼ିଛନ୍ତି। ଏଇଠି ଗୋଟେ ରୋହି ପଡ଼ିଛି, ସାନ ବାବା ଧରିଛନ୍ତି ଯେଉଁ ମାଛଟାକୁ, ସେଇ ମାଛ ହେଉଛି ରୋହି ମାଛ, ମାନେ ବହୁତ ବଡ଼ ସାଇଜ୍ର ମାଛ। ଆଉ ଏସବୁ ପଡ଼ିଛନ୍ତି ବାହାଲ ମାଛ। ତ ବାହାଲ ମାଛ ତ ଆମେ ଖାଇଛନ୍ତି, ଚାଲ ରୋହି ମାଛଟା ରଖିନେବା। ଏଇ ରୋହି ମାଛଟା ଦେଖନ୍ତୁ, ସବୁତକ ମାଛ କେମିତି ଫକ ଫକ ହେଉଛନ୍ତି। ଏଇ ମାଛକୁ ଦେଖ, ଏଇଟା ବହୁତ ବଡ଼ ସାଇଜ୍, 1.5 କେଜି ପାଖାପାଖି ଥିଲା। ଭିଡ଼ିଓରେ ହୁଏତ ଛୋଟ ଦେଖାଯାଉଛି, କିନ୍ତୁ ମାଛ ଗୁଡ଼ାକ ବହୁତ ବଡ଼ ବଡ଼ ସାଇଜ୍ର ହିଁ ଥିଲେ। ଦେଖନ୍ତୁ ୟାକୁ ଆଣିକି ସାନ ବାପା ଏକ ପାଖରେ ରଖିଦେଲେ। ଇଏ ଯେହେତୁ ରୋହି ମାଛ, ଆଉ ୟା ପେଟରେ ନା ବହୁତ ସାରା ବିଅନ ହିଁ ହେଇଥିବ। ଦେଖନ୍ତୁ ବହୁତ ବଡ଼ ସାଇଜ୍ର ମାଛଟା, ସେ କେମିତି ଛଟପଟ ହେଉଛି। ମୁଁ ଭିଡ଼ିଓ ବନେଇଲା ବେଳେ ସେ ଖାଲି ଡେଇଁଲା, ଜାଣିପାରିଲା କି କ'ଣ କ୍ୟାମେରା ଅଛି ବୋଲି ସେ ଡେଇଁଲା। ତ ଏଇଠି ମଧ୍ୟ ରହିଗଲା ଗୋଟେ ବାହାଲ ମାଛ। ଦେଖନ୍ତୁ କେତେବେଳେ ସେ ପାକ୍ 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 କରୁଛି ପାଟି। ଆଉ ସବୁତକ ମାଛ, 2ଟି ମାଛ ରଖି ସାରିଲା ପରେ, ବଡ଼ ବଡ଼ ସାଇଜ୍ର ମାଛ ରଖି ସାରିଲା ପରେ କିଛି, ତାପରେ ଆଉ ଯେଉଁ ଛୋଟ ଛୋଟ ସାଇଜ୍ର ମାଛ ତାକୁ ସବୁ ପୋଖରୀକି ଛାଡ଼ି ଦେଉଥିଲେ। ଦେଖନ୍ତୁ ଡେଇଁକି ଯାଉଛନ୍ତି କେମିତି, ଦେଖନ୍ତୁ ଏଇଟା ଡେଇଁ 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 ପଳେଇଲେ। ତ ଏଇଠି ଗୋଟେ କଣ୍ଟିଆ ମଧ୍ୟ ପଡ଼ିଯାଇଛି, ବହୁତ ବଡ଼ ସାଇଜ୍ର କଣ୍ଟିଆଟେ। ଏବେ ଚାଲନ୍ତୁ ତାର କଣ୍ଟା ବାହାର। ତ ଏଇଠି ସେ କଣ୍ଟିଆର କଣ୍ଟା ମଧ୍ୟ ଭାଙ୍ଗିଦେବେ। ଭାଙ୍ଗି ଦେଇ ସାରିଲା ପରେ ସେ ଜାଲରୁ ବାହାରିବ, ନହେଲେ ବାହାରି ପାରିବନି। ଏପଟେ ଗୋଟେ ମାଛ ଦେଖ, ଡେଇଁ ଡେଇଁକା ପଳେଇଲା ବାହାଲ ମାଛ କେମିତି ପାଣି ଭିତରକୁ। ତ ଏଇଠି ଜାଲରୁ କଣ୍ଟିଆ ମାଛ କାଢ଼ିବା ବହୁତ ହିଁ କଷ୍ଟ, କାରଣ ତାର ଯେଉଁ କଣ୍ଟା ଥାଏ ନା, ସେ ଯେଉଁ ଗାଲି କଣ୍ଟା, ସେଇ କଣ୍ଟା ଲାଗିଯାଏ। ଆଉ ସେ କଣ୍ଟା ଲାଗିବ ମାନେ ଥରେ ଆପଣଙ୍କ ଗୋଡ଼ ହାତ ଚିରିବ, ମାନେ ଦରଜ ତ ଯିବନି ଯିବନି। ଆଉ ସେ ବାହାରିବା ବହୁତ ହିଁ କଷ୍ଟ। ଆଉ ଏପଟେ ଏ ମାଛକୁ ଦେଖନ୍ତୁ, ସେ କେମିତି ପାକ୍ 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 ହେଉଛି। ଭାବିଲି ଚାଲନ୍ତୁ ତାକୁ ଟିକେ ଭଲସେ ଆପଣମାନଙ୍କ ସହିତ ସେୟାର କରିଦିଅନ୍ତୁ। ଦେଖନ୍ତୁ, ଆଉ ମୋ ମାଛ ପାଇଁ ଗୋଟେ ଲାଇକ୍ କରିଦେବେ ଭିଡ଼ିଓକୁ। ଏ ଦେଖନ୍ତୁ ବହୁତ ବଡ଼ ମାଛଟେ କେମିତି ପାଟି କରୁଛି। ତା ପାଟି ଦେଖନ୍ତୁ, ମୋତେ ହସ ଲାଗୁଥିଲା। ମୁଁ କ୍ୟାମେରାଟା ନେଇକି ତା ପାଖରେ ଦେଖାଉଥିଲି, ଆଉ ସେ ଡେଇଁ ପଡ଼ୁଥିଲା ଏମିତି, ମାନେ ସେ ଜାଣିପାରୁଥିଲା କି ମୁଁ ମୋବାଇଲରେ ତା ଭିଡ଼ିଓଟା ବନଉଛି ବୋଲି। ଆଉ ମୋତେ ହସ ବି ଲାଗୁଥିଲା ସେତେବେଳେ, ଆଉ ଅନ୍ୟମାନେ ସମସ୍ତେ ହସୁଥିଲେ ମୋତେ। ତାପରେ ଆମ ଧନ ପଳେଇ ଆସିବ, ସିଏ ସେପଟରେ କ'ଣ କରୁଛି, ଏଠି ବାହାଲ ମାଛ ପାଖରେ ସିଏ ବସିଛି। ଦେଖିକି କହୁଛି କି ଆରେ କେଡ଼େ ବଡ଼ ପେଟ, ତା ଆଖି କେତେ ବଡ଼। ଆଉ ସିଏ ମଧ୍ୟ ଡେଇଁବାରେ ଲାଗିଲା, 2ଟା ମାଛ ପାଖରେ ରହିଲେ ଆଉ ଡେଇଁବାକୁ ମଧ୍ୟ ଲାଗୁଛନ୍ତି। ଦେଖନ୍ତୁ କେମିତି ଛଟପଟ ଛଟପଟ ହେଉଛି। ଆପଣମାନେ କିଣିକି ଯେତେ ବି ମାଛ ଖାଆନ୍ତୁ, ସେ ମାଛର ଟେଷ୍ଟ ଅଲଗା। ଆଉ ଆପଣମାନଙ୍କ ପୋଖରୀ ଧରିକି ଖାଆନ୍ତୁ, ସେ ମାଛ ଅଲଗା। ମୋତେ ଟୋଟାଲ୍ ବି ପସନ୍ଦ ନୁହଁ କିଣା ମାଛ, ମାନେ ପୋଖରୀରୁ ସାଙ୍ଗେ ଧରାଯିବ, ଆପଣ ତାକୁ ନେଇକି ରୋଷେଇ କରି ଖାଇବେ, ସେଇ ମାଛ ହିଁ ବହୁତ ଭଲ ଲାଗେ। ଆଉ ବରଫ ଦିଆ ମାଛ ନା, ମୋତେ ଟୋଟାଲ୍ ହିଁ ଭଲ ଲାଗନ୍ତି। ତାପରେ ମୁଁ ଏଇଠି ହାତରେ ଧରିକି ସେ ମାଛକୁ ଟିକେ ଦେଖୁଥିଲି କି ସେ ମାଛ କେତେ ବଡ଼ ଥିଲା। ଆଉ ତାକୁ ଦେଖନ୍ତୁ କେମିତି ଛଟପଟ ଛଟପଟ ହେଉଥିଲା ଧରିଲା ବେଳେ। ଆଉ ସିଏ ନା ଡେଇଁକି ପଳେଇଲା ତା ପାଖକୁ, ତା ପାଖରେ ଯାଇ ତା ସଙ୍ଗାତ ପାଖରେ ରହିଲା। ଆଉ ସେଇ ମାଛ ନା ନେଇଗଲେ ଘରକୁ, ରୋଷେଇ ସରିଲା। ରୋଷେଇ ସରିଲା ପରେ ଏମିତି ଦେଖିପାରୁଥିବେ କ'ଣ କ'ଣ ରୋଷେଇ ହେଇଛି। ପଣା ମାଛର ତରକାରୀ ହେଇଛି, ଆଉ ସେ ରୋହି ମାଛର ତରକାରୀ ହେଇଛି। ଆଉ ଏଇଟା ନା ତୁଆଡ଼ି ମାଛ, ତ ତୁଆଡ଼ି ମାଛ ବେସର ଦିଆ ହେଇକି ହେଇଛି। ଏଇଠି ବେକଟି ମାଛ ମଧ୍ୟ ହେଇଛି, ଆଉ ତା ସହିତ